ଆମର ଚଳିତ ବର୍ଷ ବିଜୟା ଦଶମୀ ତଥା ଦଶହରା ପର୍ବ ଉପଲକ୍ଷେ ଆମ ଅଞ୍ଚଳ, ଆମ ଜିଲ୍ଲା, ଆମ ରାଜ୍ୟର ସମସ୍ତ ଜନସାଧାରଣ, ସାଥୀ, ଛାତ୍ରଛାତ୍ରୀ, ଯୁବକ ଯୁବତୀ, କୃଷକ, ବ୍ୟବସାୟୀ ବନ୍ଧୁମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ମୁଁ ମା ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଆମ ରାଜ୍ୟର, ଆମ ଅଞ୍ଚଳର ସବୁ ବର୍ଗର ବ୍ୟକ୍ତିବିଶେଷ, ବିଶେଷ କରି ମହିଳାମାନେ, ସେମାନେ ଠାକୁରଙ୍କର ଆଶୀଷ ନିଅନ୍ତୁ ଏବଂ ସେମାନେ ସୁଖ ଶାନ୍ତି ସମୃଦ୍ଧିରେ ଭରପୁର ହୁଅନ୍ତୁ। ସମସ୍ତେ କୁହନ୍ତୁ ସର୍ବେ ସନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗବତ। ତେଣୁକରି ଆମେ ସମସ୍ତଙ୍କର ମଙ୍ଗଳ ଚାହୁଁଛୁ ଏବଂ ବିଶେଷ କରି ଅନୁରୋଧ କରୁଛୁ, ମା ପାଇଁ ଗଛଟିଏ ସେ କାର୍ଯ୍ୟକ୍ରମ କରନ୍ତୁ। ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଧ୍ୟାନ ଦିଅନ୍ତୁ ଏବଂ ନିଜର ପରିବେଶକୁ ସରସ ସୁନ୍ଦର ମଜବୁତ କରି ଗଢ଼ି ତୋଳିବା ପାଇଁ ସମସ୍ତେ ଛାତ୍ରଛାତ୍ରୀ, ମହିଳା, ଯୁବକ, ବ୍ୟବସାୟୀ, ଶିକ୍ଷକ, ସବୁ ବର୍ଗର ବ୍ୟକ୍ତିବିଶେଷ ମାନେ ଏକାଠି ହୋଇ ପରିବେଶ ତିଆରି କରିବାରେ ସେମାନେ ଆଗଭର ହୁଅନ୍ତୁ ଏବଂ ମୁଁ ମାଙ୍କ ପାଖରେ ଆଶୀର୍ବାଦ କରୁଛି, ସମସ୍ତଙ୍କୁ ଧୈର୍ଯ୍ୟ ଦିଅନ୍ତୁ, ସାହସ ଦିଅନ୍ତୁ ଏବଂ ସତ୍ୟ, ଧର୍ମ, ନ୍ୟାୟରେ ଚାଲିବା ପାଇଁ ଏକ ପ୍ରକାର ବୁଦ୍ଧି ଦିଅନ୍ତୁ, ଯେଉଁଥିପାଇଁ ସମାଜରେ ଶାନ୍ତି, ଶୃଙ୍ଖଳା, ନିରାପତ୍ତା ଏବଂ ସୌହାର୍ଦ୍ଦ୍ୟ ବଜାୟ ରହିବ।